ପିଲାମାନେ ତୁମ ସବୁ କେମିତି ଅଛ? ଆଶା କରୁ ସମସ୍ତେ ଭଲରେ ଥିବ। ତ ପିଲାମାନେ ଆଜି ଗଣିତର ନୂଆ ବହି ନୂଆ ଚାପ୍ଟର ପଢ଼ିବା। ସମୁଦ୍ର କୂଳର ଦିନଟିଏ। ସମୁଦ୍ର କୂଳରେ ଦିନଟିଏ। ତ ପ୍ରଥମ ଚାପ୍ଟର ଆରମ୍ଭ କରିବା। ଆରମ୍ଭ କରିବା ପରେ ଗୋଟେ ଛୋଟ ରିକ୍ୱେଷ୍ଟ ପିଲାମାନେ, ଚ୍ୟାନେଲ ନୂଆ ଥିଲେ ଗୋଟେ ଲାଇକ୍ କରିବ, ସେୟାର କରିବ ଏବଂ ସବସ୍କ୍ରାଇବକୁ ଜମା ଭୁଲିବ ନାହିଁ। ମୁଁ ପ୍ରତ୍ୟେକ ଭିଡ଼ିଓରେ ପିଲାମାନେ ତୁମେ ମୋତେ ସାଙ୍ଗ ଭାବିପାର ବା ଭାଇ ଭାବିପାର ବା ଯାହା ଭାବିପାର, ପ୍ଲିଜ୍ କମେଣ୍ଟ କରିବ ମୋତେ ଯେ ଭାଇ ମୁଁ ଗୋଟେ ବୁଝିପାରୁନି ବା ଯାହା ଭାବିପାର ତୁମେ ଟିକେ ପ୍ଲିଜ୍ କମେଣ୍ଟ କରି ଜଣାଇବ ଯେ ଭିଡ଼ିଓଟା ଭଲ ଲାଗିଛି ବା ଏଇଠି ଭୁଲ ରହୁଛି। ତୁମେ ନିହାତି ମୋତେ କମେଣ୍ଟ କରିବ, ମୁଁ ଆହୁରି ଚେଷ୍ଟା କରିବି ତୁମମାନଙ୍କ ପାଇଁ ଭଲ କରିବା ପାଇଁ। ଓକେ, ତ ଭିଡ଼ିଓଟାକୁ ଆରମ୍ଭ କରିବା। ଦେଖ, ଏଇଟା ଗୋଟେ ବିଚ୍। ତ ଦୋକାନ ବିଭିନ୍ନ ପ୍ରକାର ବସିଛି। ତ ପ୍ରଶ୍ନକୁ ଯିବା। ଉପର ଚିତ୍ରକୁ ପିଲାମାନେ ଦେଖ, ପ୍ରଥମକୁ ଯିବା। ଉପର ଚିତ୍ରକୁ ଦେଖି ନିମ୍ନ ପ୍ରଶ୍ନଗୁଡ଼ିକ ଗଣି ଲେଖିବା। ତ ପିଲାମାନେ ଉପର ଚିତ୍ରକୁ ଦେଖିବ, ତୁମେ ଗଣିବ ହେଲା। ମୁଁ ଅଲରେଡ଼ି ଗଣି ସାରିଛି, ତ ଭିଡ଼ିଓ ମୁଁ କରିସାରିଛି। ଦେଖିବ ପଇଡ଼ ହେଉଛି ପିଲାମାନେ 27ଟି ପଇଡ଼ ଅଛି। ଗଣିବ ତୁମେ 2 × 7 = 27ଟି। ଡଙ୍ଗା ଅଛି ପିଲାମାନେ 12ଟି। ପିଲା ସଂଖ୍ୟା ଅଛି ପିଲାମାନେ 6 ଜଣ। କମଳା ଅଛି ପିଲାମାନେ 20ଟି। ତ ତୁମେ କ'ଣ କରିବ, ନିଜେ ଗଣିବ ପିଲା ସଂଖ୍ୟା କେତେ, ଏମିତି ଗଣିବ। ମୁଁ ଲେଖିଦେଲି, ଦେଖିଦିଅ। ପଇଡ଼ ଅଛି 27ଟି, ପିଲା ସଂଖ୍ୟା 6 ଜଣ, ଡଙ୍ଗା 12ଟି, କମଳା ହେଉଛି 20ଟି। ତାପରେ ପ୍ରଶ୍ନ ଦେଇଛି, ତୁମେ ସେଗୁଡ଼ିକ କିପରି ଗଣିଲ? ତାପରେ ପ୍ରଶ୍ନ ଦେଇଛି, ଗୋଟି ଗୋଟି କରି ଗଣିଲ ନା ଏକାଠି ଗଣିଲ? ତାପରେ ତୁମେ ଉତ୍ତର ଲେଖିବ। ମୁଁ ଯାହା ଲେଖୁଛି ପିଲାମାନେ ଖାତାରେ ତାହା ଲେଖ। ମୁଁ ଏସବୁ ଏକାଠି ଗଣିଲି। ଏକାଠି କରି ଗଣିଲି। ଏକାଠି କରି ଗଣିଲି। ଗଣିଲି। ପୁନଛେ ଦେଇଦେବ। ସରିଲା। ନେକ୍ସଟ ପ୍ରଶ୍ନକୁ ଯିବା। ନେକ୍ସଟ ପ୍ରଶ୍ନ ଦେଖ, ଆସ ଦୋକାନୀ ଗୁଡ଼ିକ ଦେଖ। ଦୋକାନ ଯେଉଁ ଚିତ୍ର ଅଛି, ଚିତ୍ରକୁ ଦେଖ ପିଲାମାନେ। ତ ଖାଲି ସ୍ଥାନ ପୂରଣ କରିବ। ପ୍ରତ୍ୟେକ ହାରରେ କେତୋଟି ଅଛି ପିଲାମାନେ? 10ଟି ଶଙ୍ଖ ଅଛି। ଶଙ୍ଖରେ 10ଟି ହାର ଅଛି। ଶଙ୍ଖରେ ତିଆରି 10ଟି ହେଲା। କେତେ ହେଲା ପିଲାମାନେ? 10ଟି। ବେଲୁନ ବାଲା ପାଖରେ ମୋଟ 10ଟି ବେଲୁନ ଅଛି। ବେଲୁନ ବାଲା ପିଲା ପାଖରେ ମୋଟ 6ଟି ବେଲୁନ ଅଛି। କେତେ ବେଲୁନ ଅଛି? 6ଟି। ତ ପ୍ରତ୍ୟେକ ଗୁଚ୍ଛରେ 10ଟି ବେଲୁନ ଅଛି। 4ଟି ବେଲୁନ। ତୁମେ ନିଜେ ଗଣିକି ଦେଖିବ। 10ଟି ବେଲୁନ ଖୋଲାରେ ଅଛି। 2ଟି ବେଲୁନ ଖୋଲାରେ ଅଛି। କଦଳୀ ଫାଣାରେ 10ଟି କଦଳୀ ଅଛି। 6ଟି କଦଳୀ ଅଛି। 6 ପିଲାମାନେ। ପ୍ରତ୍ୟେକ ଫାଣାରେ 10ଟି କଦଳୀ ଅଛି। 12ଟି କଦଳୀ। ତ 10ଟି କଦଳୀ ଖୋଲାରେ ଅଛି। 3ଟି କଦଳୀ ଖୋଲାରେ ଅଛି। ତ ବୁଝିପାରିଲ ହେଲା। ପ୍ରତ୍ୟେକ ହାରରେ 10ଟି ଶଙ୍ଖ ଅଛି। ତ ଶଙ୍ଖରେ 10ଟି ହାର ତିଆରି ଅଛି। ବେଲୁନ ବାଲା ପାଖରେ 6ଟି ବେଲୁନ ଅଛି। ପ୍ରତ୍ୟେକ ଗୁଚ୍ଛରେ 4ଟି ବେଲୁନ ଅଛି। 2ଟି ବେଲୁନ ଖୋଲାରେ ଅଛି। କଦଳୀ ଫାଣାରେ 6ଟି କଦଳୀ ଅଛି। ପ୍ରତ୍ୟେକ ଫାଣାରେ 12ଟି କଦଳୀ ଅଛି। ଆଉ 3ଟି ଫାଣା ଖୋଲାରେ ଅଛି। ସୁରଭି ସମୁଦ୍ର ଶଙ୍ଖ ସଂଗ୍ରହ କରୁଛି। ସଂଗ୍ରହ କରି କ'ଣ କରିଛି? ସବୁ ହାର ତିଆରି କରିଛି। ତ ସୁରଭି 10ଟି ବଳା ତିଆରି କରିଛି। କେତୋଟି? 1 2 3 4 5 6 7 8 9 10। ତ 10ଟି ଲେଖିବ। ପ୍ରତ୍ୟେକ ବଳାରେ 10ଟି ଅଛି ଶଙ୍ଖ। 1 2 3 4 5ଟି। କେତୋଟି ଅଛି ପିଲାମାନେ? 5ଟି। ବୁଝିପାରିଲ? ତ ସୁରଭି କେତୋଟି ବଳା ତିଆରି କରିଛି? 10ଟି। 1 0 8 10, 1 0 10। ତ ପ୍ରତ୍ୟେକ ବେଳେ କେତୋଟି ଶଙ୍ଖ ଅଛି? କେତୋଟି? 5ଟି। ତ ନେକ୍ସଟ ପ୍ରଶ୍ନ ଦେଖ। ତା ମା ନିଜ ପାଇଁ 10ଟି ହାର କରିଛି। 1 2 3 4 5ଟି। 5ଟି ହାର। ପ୍ରତ୍ୟେକ ହାର କେତୋଟି ଅଛି? ତୁମେ ଗୁଣିବ। ମୁଁ ଗୁଣିକି ଦେଖାଇ ଦେଉଛି। ଟିକେ ରୁହ ପିଲାମାନେ, ନିଜେ ଗୁଣିଲେ ଭଲ। ତୁମ କେତୋଟି ତିଆରି କରିଛି? 1 2 3 4 5ଟି। 5ଟି ହାର। ତ ପ୍ରତ୍ୟେକ ହାର 10ଟି ଶଙ୍ଖ ଅଛି। 1 2 3 4 5 6 7 8 9 10ଟି। 10 ସଇଲା। ବୁଝିପାରୁଛ? ନେକ୍ସଟ ଯିବା। ନେକ୍ସଟ ଦେଖ, ଆସ ଚିନ୍ତା କରିବା। ଭଲସେ ବୁଝ ପିଲାମାନେ। ତ ଦେଇଛି ତୁମେ ପ୍ୟାକେଟ୍ କରିବ। କି ପ୍ୟାକେଟ୍ କରିବ? 10ଟି ଲେଖା ଜିନିଷ ଗୁଡ଼ିକ ପ୍ୟାକେଟ୍ କରିପାରିବ। ତୁମେ ଚକୋଲେଟ୍ ପ୍ୟାକେଟ୍ କରିବ। ଚକୋଲେଟ୍ କରିପାରିବ। ଆଉ କି ପ୍ୟାକେଟ୍ କରିପାରିବ? ବିସ୍କୁଟ୍ 10ଟି ରଖି ପ୍ୟାକେଟ୍ କରିପାରିବ। ବିସ୍କୁଟ୍ ବସ ବି ଦନ୍ତେଶ କୟ ହସକୁ ଟୟ ବିସ୍କୁଟ୍ କରିପାରିବ। ଆଉ ଗୋଟେ କି ମିଠା? ଆଉ ଗୋଟେ ମିଠା ପ୍ୟାକେଟ୍ କରିପାରିବ। 10ଟା ରଖି ମିଠା ପ୍ୟାକେଟ୍ କରିପାରିବ ହେଲା। ତୁମ ଇଚ୍ଛା ଅନୁସାରେ କର। ଚକୋଲେଟ୍ ଲେଖିଲି ମୁଁ, ବିସ୍କୁଟ୍ ଲେଖିଲି, ମିଠା ଲେଖିଲି। ତୁମେ ଯଦି ପେନ୍ସିଲ୍ ଲେଖିପାରିବ, ରବର ଲେଖିପାରିବ, କଟର ଲେଖିପାରିବ। ଓକେ। ନେକ୍ସଟ ଦେଖ, ମନୋଜ ତାଙ୍କ ବାପାଙ୍କୁ ସଫେଇ ଦାବି କରି ସାହାଯ୍ୟ କରୁଛି ହେଲା। ଗୋଟିଏ ଟ୍ରେରେ କେତୋଟି ସଫେଦା ଅଛି? ଗଣିବ। 10ଟି ଅଛି। 2 4 6 8 10ଟି। କେତେଟା ଟ୍ରେ ଅଛି? 1 2 3 4 5 6 7 8ଟି ଟ୍ରେ। ତ କେତୋଟି ସଫେଦା ରହିଲା? 80ଟି। ବୁଝିପାରିଲ? 10ଟି ଟ୍ରେ ଅଛି। ସରି, ହଁ, ଗୋଟିଏ ଟ୍ରେରେ 10ଟି ସଫେଦା ଅଛି ହେଲା। ତ କେତୋଟି ହେଲା ସଫେଦା? 80ଟି। ତାପରେ ମନୋଜ ତାର ଟ୍ରେକୁ ସଜେଇବ। କେମିତି ସଜେଇବ ଦେଖ।
10ଟି ସଫେଦା 10ଟି ହେଲେ 1 2 2ଟି ଟ୍ରେ ହେଲା କେତେଟା ବଳିବ 5ଟି କେତେଟା ଟ୍ରେ ହେଲା ଏଠି 1 2 3 4ଟି 4ଟି କେତେଟା ବଳିବ 3ଟି ଏଟା 35 କେତେ ଟ୍ରେ ହେଲା 1 2 3ଟି କେତେଟା ବଳିବ 5ଟି ତାପରେ ଘ 58 ସଫେଦା କେତେଟା ଟ୍ରେ ହେବ 1 2 3 4 5ଟି ଏଠି 5 ଲେଖିବ କେତେଟା ବଳିଛି ଏଠି 8ଟି 8 ଏଟା ପିଲାମାନେ 8 ଭଲସେ ଲେଖିବ 8ଟା ତ ପିଲାମାନେ ବୁଝିପାରୁଛ ହେଲା କିଛି ଅସୁବିଧା ନାହିଁ ମୋତେ କମେଣ୍ଟ କରିବ କିଛି ଅସୁବିଧା ନାହିଁ ପିଲାମାନେ ମୁଁ ବୁଝିଦେବି ତୁମକୁ ଓକେ ଆସ ସଫେଦାକୁ ଯୋଡ଼ିବା କେମିତି ଯୋଡ଼ିବା ଦେଖ ପିଲାମାନେ ଟିକେ ହଁ ଗଣିବ ଏଠି 80 ହେଉଛି ପିଲାମାନେ ଏଠି କେତେ ଅଛି 10 20 30 40 50 60 70 80 ଏଟାକୁ ଆଣିବ 72ଟି 72ଟି କେତେ 10 20 30 40 50 60 70 2 72 ତାପରେ ଲେଖା 56ଟି ଏଠି 56ଟି ଏଟା 56 ତାପରେ ହେଲା 28ଟି ସଇଲା ନେକ୍ସଟ ଭିଡ଼ିଓକୁ ଯିବା ଓକେ ତାପରେ ବ୍ଲକ୍ 30 ଗୋଟିଏ ବ୍ଲକ୍ ଦେଖ ଟିକେ ଛୋଟ କରିଦେଉଛି ବୁଝିବା ପାଇଁ ସୁବିଧା ହେବ ବ୍ଲକ୍ ଦେଖ ଗୋଟେ ବ୍ଲକ୍ ତିଆରି କଲା 1 2 3 4 5 6 7 8 9 10ଟା ତାହେଲେ ଗୋଟେ ବ୍ଲକ୍ରେ କେତେ 10ଟି ରହିଲା 10 ଲେଖିବ କେତେ ଲେଖିବ ପିଲାମାନେ 10ଟି ବ୍ଲକ୍ ତାପରେ ନେକ୍ସଟ ଯିବା ଗୋଟେ ଏ ବି ତିଆରି କରିଛି ହେଲା ଏ ବି କେତେରେ ଅଛି କେତେ ବ୍ଲକ୍ରେ ଗଣିବ 1 2 3 4 5 6 7 8 9 10 ଏ ବି 10ଟି ବ୍ଲକ୍ ସଇଲା ନେକ୍ସଟ ପ୍ରଶ୍ନକୁ ଯିବା ନେକ୍ସଟ ପ୍ରଶ୍ନ ଦେଖ ପିଲାମାନେ କ'ଣ କରୁଛେ ବ୍ଲକ୍ ଅନୁସାରେ ତିଆରି କରିବା ଯେମିତି ଲେଖାଯାଇଛି 3ଟି ବ୍ଲକ୍ 3 ଲେଖାଯାଇଛି 1 2 3 ଏଠି 3 ଲେଖାଯାଇଛି ତାପରେ ଫାଙ୍କାରେ କେତେ ଅଛି 1 2 3 4 4 ଲେଖାଯାଇଛି 30 ଆଉ 4 34 ଏଠି କେତେଟା ବ୍ଲକ୍ ହିସାବ କରିବ 1 2 3 4 4ଟି ବ୍ଲକ୍ କେତେଟା ଫାଙ୍କାରେ ଅଛି 1 2 3 3 ଲେଖିବ 3 ଲେଖିବ ତାହେଲେ 4 3 43 ଏଇ ଘରେ ଲେଖିବ 4 3 43 ଏଠି କେତେଟା ବ୍ଲକ୍ ଅଛି 1 2 3 4 4ଟା तो केतरा एक्स्ट्रा अच्छी 1 2 3 4टा 4 4 44 40 और 4 44 तो बुझिपाल नेक्स्ट प्रश्न को जीवा एटा विषय सेमिति स्टाइल रो बुझ केतरा अच्छी 1 2 3 4टा केतरा पोटी अच्छी पिला मन देखो केतरा पोटी पिला मन 4टी केतरा खंड अच्छी 1 2 3 4 5 6टी हला तो मोट केतरा हला पिला माने केतरा हरा 46टी 40 और 6 46 4 6 उठे लिखिते भलसे पढ़ी पार तो मैंने कोटी छुआ तो 4 6 46 ओके तो 10टी कर 1 2 3 4 5 6 6टी केतरा एक्स्ट्रा अच्छी 4 3 7 8टी एक्स्ट्रा तार 6 8 68टी ये केतरा अच्छी 1 2 3 4 5टी 5टी अच्छी केतरा एक्स्ट्रा अच्छी 3 3 6 2 8टा 58टा इस भूल है पे सॉरी सॉरी टिके एडी अच्छी 1 2 3 4 5 6 6टी एक्स्ट्रा कहते 3 3 6 8टी तार 6 8 68टी है 6 8 68टी नेक्स्ट प्रश्न को जीवा केमती तुम्हें करिवो देखो 24 माने 2टी पटाल हो 4टी एक्स्ट्रा हम 36 मान 3टी पटा हम 6टी एक्स्ट्रा हो 10टी कर 72 माने 7टी हम आउ 2टी बढ़ीज 69 माने 6टी हम 9टी बढ़ीज आठ 4टी हम 6टी बढ़ीज ओके बुझिपाल नेक्स्ट प्रश्न को जीवा नेक्स्ट प्रश्न देख पे कौन देती एकाठी कर सब गढ़ी है केमी देख रंग दिखाई टी बुझ ये देख सब रंग कर तो आस संख्या गुड़ी गढ़ा किपर सब रंग दिखाई तुम्हें कर यहाँ हलदिया रंग केतोटी हलदिया रंग अच्छी पे 50टी हलदिया रंग गणव तुम्हें 50 अच्छी 50टी अच्छी यहाँ भी 50टी अच्छी ये लिख नाली रंग भी 50टी ताले केतरा है 5टी पट्टा यहाँ भी 5टी पट्टा है मोट है केतोटी पिला माने 100 मोट गणिले 100 लिखे ये मोट केतोटी है 10टी पट्टा 5 5 10टी पट्टा बुझिपाल नेक्स्ट जीवा नेक्स्ट देख पे पूरी हलदिया रंग गलिबा हलदिया रंग पे केतोटी अच्छी अच्छी हलदिया रंग टिके एड को कर दिया हलदिया रंग अच्छी पे 40 नाली रंग अच्छी 60 है हलदिया रंग लिखो ये 40 लिखो ये 60 लाल हो 60 6 9 60 मोट एटा है केतरा 4टी 40 माने 4 60 माने 6 तो मोट है 100 माने एटा भी हम ताले डेस मोट केतोटी पटी रहा 10टी मोट पटी के 10टी बुझल तापर एटा भी हलदिया रंग एटा हूँ केतोटी 80टी
ନାଲି 80ଟି, ହଳଦିଆ 20ଟି। ତାହେଲେ ହଳଦିଆ ଲେଖିବ ପିଲାମାନେ, ଏଠି ଲେଖିବ 20, ନାଲି ଲେଖିବ 80, ଏଠି ଲେଖିବ 2, ହଳଦିଆ 2, ଲେଖିବ 8, ତାପରେ ଲେଖିବ 100, ମାନେ 80 ଆଉ 20 100, ତାହେଲେ 10ଟି ପେଟି, ଏଠି ବି 10 ହେବ। ଓକେ, ନେକ୍ସଟ ଯିବା। ନେକ୍ସଟ ପ୍ରଶ୍ନ ଦେଖ ପିଲାମାନେ କ'ଣ ଦେଇଛି ଦେଖ ଟିକେ। ହଁ, এটা କ'ଣ କରିବା, ଆସ ପୂରଣ କରିବା। ଆସ କେମିତି ପୂରଣ କରିବା ଦେଖ ପିଲାମାନେ ବୁଝ। ତ 3 10 ଏକକ ମାନେ 31, ସେମିତି ଲେଖିବା। ଏଟା କେତେ? 3 10 2 ଏକ ମାନେ 30 ଯୁକ୍ତ 2, ଏଠି ଲେଖିବ 3 ଯୁକ୍ତ 2, 3 ଆଉ 2, ଏଟା କେତେ ହେଲା ପିଲାମାନେ? ନେକ୍ସଟ ପ୍ରଶ୍ନକୁ ଯିବା। କ'ଣ ଦେଇଛି ଦେଖ ପିଲାମାନେ, ଏଟା ହେଉଛି 5 10 3 ଏକ, ତାହେଲେ 50 ଯୁକ୍ତ 3, 50 ଯୁକ୍ତ 3, ତାହେଲେ ଏଟା ହେଉଛି 5 10 3 ଏକ। ତାପରେ ଲେଖୁଛି 2 10 8 ଏକ, ତାହେଲେ 20 ଯୁକ୍ତ 8, 2 ଆଉ 8 ସଇଲା, ବୁଝିପାରିଲ। ନେକ୍ସଟ ଯିବା। ନେକ୍ସଟ ତୁମେ ସେମିତି ପ୍ରସ୍ତୁତ କରିବ। କେମିତି ପ୍ରସ୍ତୁତ କରିବ ଦେଖ ମାନେ ନେଇକି କରିବ। 90 90 ମାନେ ଗୋଟେ ଗୋଟେ 10 କରି, 10 20 30 40 50 60 70 80 90, 9ଟା 90 ଆଉ 3ଟା ଗୋଲ ଦେଇଦେବ, 1 2 3ଟା, ତାହେଲେ 9 10 ଏଠି 9 ଲେଖିବ, ଏଠି 3 ଲେଖିବ, ଏଠି 9 ଏଠି 3। ଓକେ, ତାପରେ ଦେଇଛି କେତେ ଲାଗିଛି 75, ମାନେ 70 ଆଉ 5, 70 ମାନେ କେତେ ହେବ? ତ୍ରିଭୁଜ କେତେ ହେବ? 7ଟା ହେବ। 1 2 3 4 5 6 7ଟା, ଆଉ 5ଟା 0 5ଟା ହେବ। 1 2 3 4 5ଟା, ତାହେଲେ ଏଠି କେତେ ଲେଖିବ? 7 10 5 1 ହେଲା। ନେକ୍ସଟ ପ୍ରଶ୍ନକୁ ଯିବା। 29 ଅର୍ଥାତ୍ 20 ଆଉ ଏଠି 9, 20 ମାନେ ପିଲାମାନେ 2ଟା ହେବ ତ୍ରିଭୁଜ, 10 10 20, 9ଟା 0 ଦେବ। 1 2 3 4 5 6 7 8 9, ଲେଖିବ 2 10 9 1 ସଇଲା। ନେକ୍ସଟ ପ୍ରଶ୍ନକୁ ଯିବା। ନେକ୍ସଟ ପ୍ରଶ୍ନ କ'ଣ ଅଛି ପିଲାମାନେ ଦେଖ ଟିକେ। ତୁମେ ତିଆରି କରିବ, ଗୋଟେ ଛୁଆକୁ ତିଆରି କରିବାକୁ ଦେଇଥିଲା ହେଲା, ଏ ତିଆରି କରିଥିଲା ତା ଦିଦି, ତ ତୁମେ ସେମିତି ତିଆରି କରିବ। ଏଠି ଗୋଟେ କରିବ 4 5 45 ଲେଖିଦେବ, ଏଠି ଲେଖିବ 40 ଯୁକ୍ତ 5, ଏଠି ଲେଖିବ 4 10 5 ଏକ, ଆଉ ଗୋଟେ ଲେଖିଦେବ 8 6 86, ମାନେ 80 ଯୁକ୍ତ 6, ଏଠି ଲେଖିବ 8 10 6 1 ସଇଲା, ମୁଁ କରିଦେଲି। ନେକ୍ସଟ ପ୍ରଶ୍ନକୁ ଦେଖ କ'ଣ ଅଛି ଦେଖ। ହଁ ଅଛି। ଆଚ୍ଛା କହିଲ 27ଟି କମଳା ଆଉ 72ଟି କମଳା ମଧ୍ୟରେ କେଉଁଠି କମ୍ ଓ କାହିଁକି? ଏଟା କହିଦେଲେ ଲେଖିବ 27ଟି ଆଉ 72 ମଧ୍ୟରୁ କିଏ କମ୍? ଲେଖିବ 27ଟି କମଳା କମ୍, 27ଟି କମଳା କମ୍ ପୂର୍ଣ୍ଣଚ୍ଛେଦ। ତାପରେ କାହିଁକି ଲେଖିବ କାରଣ। କ'ଣ ଲେଖିବ ପିଲାମାନେ? କାରଣ। କାରଣ କ'ଣ ଲେଖିବ ପିଲାମାନେ? କାରଣ 27ରେ ଯାହା କହୁଛି ଖାତାରେ ଲେଖ। 27ରେ ଦଶକ ଘର, ଦଶକ ଘରେ 2 ଅଛି, କିନ୍ତୁ 72ରେ 10 ଘରେ 7 ଅଛି। ଲେଖିନିଅ, 72ରେ 10 ଘରେ 7 ଅଛି, ତେଣୁ ସେ ସଂଖ୍ୟା ସାନ। ନେକ୍ସଟ ପ୍ରଶ୍ନ କ'ଣ ଦେଇছে ପିଲାମାନେ ଦେଖ। 6 7 67 ଅପେକ୍ଷା ଏତେ କେତେ? ଏଟା ହେଉଛି କମ୍ ହେବ, କାହିଁକି? ତାଠାରୁ ସେଟା କମ୍। 53 35 ଠାରୁ ଅଧିକ, କି ଲେଖିବ ପିଲାମାନେ? ଅଧିକ। ଏଟା କମ୍, ଏଟା ହେଉଛି ଅଧିକ। ନେକ୍ସଟ ପ୍ରଶ୍ନକୁ ଯିବା। ତୁମେ କ'ଣ କରିବ? ଯେମିତି ଦେଖ ସଂଖ୍ୟା ଗୁଡ଼ିକ ଲେଖିବ। 29 20 ଠାରୁ ଅଧିକ, ତାପରେ ତୁମକୁ ଦେଇଛି 41 ଠାରୁ କମ୍। 41 ଠାରୁ କମ୍ ତୁମେ ଯାହା ଲେଖିପାର, 35 ଲେଖିପାର, 40 ଲେଖିପାର, ମୋର 41 ଠାରୁ କମ୍ ହେବ। 76 ଠାରୁ କମ୍ ସଂଖ୍ୟା, 76 ଠାରୁ କମ୍ କେତେ ଲେଖିବ? 70 ଲେଖିଦେବ। 72 ଲେଖିବ, 76 ଠାରୁ କମ୍ ହେବ। 49 ଠାରୁ ଅଧିକ, 49 ଡେସ୍ ଠାରୁ ଅଧିକ, 49 30 ଠାରୁ ଅଧିକ, 49 30 ଠାରୁ ଅଧିକ ହେଇପାରେ, 50 ଠାରୁ ଅଧିକ, 22 ଠାରୁ ଅଧିକ ହେଇପାରେ, 25 ଠାରୁ କମ୍, 25 ଠାରୁ କମ୍ ସଂଖ୍ୟା, 25 ଠାରୁ କମ୍ କେତେ ହେବ? 22। 2 ଠାରୁ କମ୍ 1, 36 ଠାରୁ ଅଧିକ, 36 ଠାରୁ ଅଧିକ କେତେ? 48 ଲେଖିଦେବ, 50 ଲେଖିଦେବ, ଯାହା ଲେଖିବ। ଡେସ୍ ଠାରୁ ଅଧିକ 15 12 ଠାରୁ ଅଧିକ, ବୁଝିଗଲ? ବା 25 20 ଠାରୁ ଅଧିକ, ବା 50 40 ଠାରୁ ଅଧିକ, ତୁମେ ଏମିତି ଲେଖିଦେବ। ନେକ୍ସଟ ପ୍ରଶ୍ନକୁ ଯିବା ପିଲାମାନେ। ଆସ ସଂଖ୍ୟା ଗୁଡ଼ିକ କ'ଣ କରିବା? କେମିତି କରିବା ଦେଖ ପିଲାମାନେ। ଉପରକୁ ଦେଉଛି 50 ଠାରୁ ଅଧିକ, 50 ଠାରୁ ଗୋଟେ ସଂଖ୍ୟା ଲେଖ। 50 ଠାରୁ ଅଧିକ ତୁମେ ସଂଖ୍ୟା ଲେଖିବ 53।
30 ଠାରୁ କମ୍ ହେଉଛି 25 47 49 ଭିତରେ 59 ଭିତରେ 47 49 ଭିତରେ କେତେ ଦେଖିବ 48 ଲେଖିପାର 52 ଲେଖିବାର ତୁମେ 48 ଲେଖିଥିଲି। 2 ଅଙ୍କ ଭିତରେ ସବୁଠୁ ସାନ ସଂଖ୍ୟା 2 ଅଙ୍କ ଭିତରେ ସବୁଠୁ ସାନ ସଂଖ୍ୟା କେଉଁ ସେ ଗଠନ 2 ଅଙ୍କ ସବୁଠୁ ସାନ ସଂଖ୍ୟା ପିଲାମାନେ କେତେ ତୁମେ ଜାଣିଛ 2 ଅଙ୍କ ସବୁଠୁ ସାନ ସଂଖ୍ୟା ପିଲାମାନେ କେତେ 10। 2 ଅଙ୍କ ସବୁଠାରୁ ବଡ଼ ସଂଖ୍ୟା ଗଠନ କରିପାରିବ କି ହଁ କେଉଁ ସଂଖ୍ୟା ଗଠନ କରିପାରିବ 9 ରେ 9 99 ପୁଣି କାହିଁକି ମୁଁ ଲେଖିଦେଉଛି ଲେଖ ପିଲାମାନେ କାହିଁକି ଟିକେ 2 ଅଙ୍କ ଭିତରେ ସବୁଠାରୁ ବଡ଼ ସଂଖ୍ୟା ହେଉଛି ଏଠି ଲେଖିବ 99 ଲେଖିବ କାରଣ ଲେଖିବ 2 ଅଙ୍କ ବିଶିଷ୍ଟ କାରଣ 2 ଅଙ୍କ ବିଶିଷ୍ଟ ଖାତାରେ ଲେଖ 2 ଅଙ୍କ ବିଶିଷ୍ଟ ସବୁଠାରୁ ବଡ଼ ସଂଖ୍ୟା 9 ରେ 99 ଏଠାରୁ ବଡ଼ ସଂଖ୍ୟା ହେଲେ 100 ହେବ ଯାହାକି 3 ଅଙ୍କ ବିଶିଷ୍ଟ ସଂଖ୍ୟା ହେବ। ଯଦି ଆମେ 2 ଅଙ୍କ ବିଶିଷ୍ଟ ବଡ଼ ସଂଖ୍ୟା 99 ନେବା ଏଠାରୁ ବଡ଼ ସଂଖ୍ୟା ନେବା ତାହେଲେ 3 ଅଙ୍କ ହେଇଯିବ 100 ହେଇଯିବ ଯାହାକି 3 ଅଙ୍କ ବିଶିଷ୍ଟ ସଂଖ୍ୟା ହେଇଯିବ ତେଣୁ ଏହା ସମ୍ଭବ ନୁହେଁ ତେଣୁ ଏହା 99 ହିଁ ହେବ। କରିବା 3 10 ଅଦଳ ବଦଳ କରିବ କ'ଣ କରିବା ଅଦଳ ବଦଳ କରିବ 8 ରେ 6 86 ଉଲ୍ଟେଇ ଦେବ 6 ରେ 8 68 9 ରେ 5 55 ଉଲ୍ଟେଇ ଦେବ 5 ରେ 9 59 2 ରେ 8 28 ଉଲ୍ଟେଇ ଦେବ 8 ରେ 2 82 ଓକେ। ନେକ୍ସଟ କ'ଣ କରୁଛ ପିଲାମାନେ ସଂଖ୍ୟା ଗୁଡ଼ିକ ବଡ଼ରୁ ସାନ କ୍ରମରେ ପହଞ୍ଚିବା ପାଇଁ ବଡ଼ରୁ ସାନ କ୍ରମରେ ଥରେ କରି ଅତିକ୍ରମ କରିବା ଯେମିତି କରାଯାଇଛି 92 ପରେ 73 65 ଏମିତି କରି ଅତିକ୍ରମ 53 32 22 ତୁମେ ସବୁ କରିବ। ପ୍ରଥମେ ହେଉଛି 91 ପରେ ହେଉଛି ପିଲାମାନେ 76 ପରେ ହେଉଛି 53 ପରେ ପିଲାମାନେ 34 ପରେ ପିଲାମାନେ 23 ପରେ ପିଲାମାନେ ହେଉଛି 19 ପରେ ପିଲାମାନେ ହେଉଛି 14 ପରେ ହେଉଛି ପିଲାମାନେ 11 ବୁଝିପାରିଲ। ନେକ୍ସଟ ଯିବା ପ୍ରଥମେ ବଡ଼ ସଂଖ୍ୟା ହେଉଛି 86 ପରେ ହେଉଛି 75 ପରେ ପିଲାମାନେ ହେଉଛି 63 ପରେ ପିଲାମାନେ ହେଉଛି 58 ପରେ ପିଲାମାନେ ହେଉଛି 51 ପରେ ପିଲାମାନେ ହେଉଛି 43 ପରେ ପିଲାମାନେ 34 ପରେ 29 ବୁଝିପାରିଲ ଓକେ। ନେକ୍ସଟକୁ ଯିବା ନେକ୍ସଟ ମୁଁ 2 ଅଙ୍କ ବିଶିଷ୍ଟ ଟିକେ ରୁହ ପିଲାମାନେ 2 ଅଙ୍କ ବିଶିଷ୍ଟ ସବୁଠାରୁ ବଡ଼ ସଂଖ୍ୟା 2 ଅଙ୍କ ବିଶିଷ୍ଟ ସବୁଠୁ ବଡ଼ ସଂଖ୍ୟା ପିଲାମାନେ କେତେ 9 ରେ 9 99 ମୁଁ 2 ଅଙ୍କ ବିଶିଷ୍ଟ ସବୁଠୁ ବଡ଼ ସଂଖ୍ୟା ମୋର ଦଶକ ଘରେ ଏକ ଘରେ ସମାନ ନୁହେଁ 9 ରେ 8 କାରଣ ସମାନ ନା କହିଛି ସମାନ ଲେଖିବନି। ମୁଁ 2 ଅଙ୍କ ବିଶିଷ୍ଟ ସବୁଠୁ ସାନ ସଂଖ୍ୟା 10 ଜାଣିଛ 2 ସବୁଠୁ ସାନ 10 ମୁଁ 2 ଅଙ୍କ ବିଶିଷ୍ଟ ସବୁଠୁ ସାନ ସଂଖ୍ୟା କିନ୍ତୁ ଦଶକ ଏକ ଘରେ ସମାନ 11 ଦଶକ ଘରେ ବି ସମାନ ସାନ ସଂଖ୍ୟା କହିଛି 11 ମୁଁ ଦଶକ ସ୍ଥାନରେ 3 ଥିବ ସବୁ ଦଶକ ସ୍ଥାନରେ 3 ଥିବ ସବୁ ସାନ ସଂଖ୍ୟା 3 0 30 ମୁଁ ଏକ ସ୍ଥାନରେ ଥିବା 2 ସ୍ଥାନରେ 2 ଥିବା 2 ଅଙ୍କ ସବୁଠାରୁ ବଡ଼ ସଂଖ୍ୟା 9 ରେ 2 92 ସଇଲା। ଆଉ ଗୋଟେ ନିଜ ମନରୁ ପ୍ରଶ୍ନ ତିଆରି କରିବ ନିଜ ମନରୁ ପ୍ରଶ୍ନ କେମିତି ତିଆରି ମୁଁ ଲେଖିଦେଉଛି ଲେଖିବ 1 ଅଙ୍କ ବିଶିଷ୍ଟ ଖାତା କାଢ଼ ଲେଖ 1 ଅଙ୍କ ବିଶିଷ୍ଟ ସାନ ସଂଖ୍ୟା କେତେ ତୁମେ ଲେଖିବ 1 ତାପରେ ଲେଖ 2 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା 2 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ସମାନ 2ଟି 9 ହେଲା ସଇଲା। ନେକ୍ସଟ ଯିବା ଓଡ଼ିଶାର ବିଭିନ୍ନ ଗୁଡ଼ି ଉଡ଼ା ହେଇଥିଲା ତ ଗୁଡ଼ି ଉଡ଼ା ପ୍ରତିଯୋଗିତାରେ ଦେଖ ପିଲାମାନେ ଟିକେ ଦେଖ କେଉଁ ରଙ୍ଗର ଗୁଡ଼ି ପୁରସ୍କାର ପାଇଛି ପ୍ରଥମ ପୁରସ୍କାର ଏଇ ଗୁଡ଼ିଟା ହେଉଛି ନାଲି ଗୁଡ଼ି ହେଲା। କେଉଁ ରଙ୍ଗର ଗୁଡ଼ି ଦ୍ୱିତୀୟ ସ୍ଥାନ ଅଧିକାର ଅଛି ହଳଦିଆ ଫାଷ୍ଟ ସେକେଣ୍ଡ ଥାର୍ଡ ଏଟା ହେଉଛି ଫାଷ୍ଟ ଲାଲଟା ଫାଷ୍ଟ ହେଉଛି ଗୋଲାପୀ ହେଉଛି ସେକେଣ୍ଡ ଏଟା ହେଉଛି ଥାର୍ଡ ହେଲା। ତାହେଲେ ତୃତୀୟ କେତେ ଅଛି ହଳଦିଆ ତୃତୀୟ ଲେଖିବ ଏଠି ହଳଦିଆ ନୀଳ ଆଉ ସବୁଜ କେଉଁ ସ୍ଥାନରେ ଅଛି ଦୁଇଟା ସମାନ ନୀଳ ଆଉ ସବୁଜ କେଉଁ ସ୍ଥାନରେ ଅଛି ଚତୁର୍ଥ ସଇଲା। ତାପରେ ଦେଇଛି ଗୋଲାପୀ ଆଉ ନାରଙ୍ଗୀ ରଙ୍ଗ କେଉଁ ସ୍ଥାନ ଅଛି ଗୋଲାପୀ ରଙ୍ଗ ଯିବା ଗୋଲାପୀ କେଡ଼ି ଅଛି
ଦ୍ୱିତୀୟ ଗୋଲାପୀ ଦ୍ୱିତୀୟ ନାରଙ୍ଗୀ ନାରଙ୍ଗୀ କେତେ ପିଲାମାନେ ଶେଷଟା ଅଛି ନାରଙ୍ଗୀ କେତେ ଅଛି ପିଲାମାନେ ଶେଷ ଅଛି ନାରଙ୍ଗୀ କି ହେବ ପିଲାମାନେ ନାରଙ୍ଗୀ କ'ଣ ହେବ ପିଲାମାନେ ନାରଙ୍ଗୀ ରଙ୍ଗ କେଉଁଠି ଅଛି ଶେଷରେ ପ୍ରଥମ ଦ୍ୱିତୀୟ ତୃତୀୟ ଚତୁର୍ଥ ପଞ୍ଚମ ଲେଖିବ ପଞ୍ଚମ କେଉଁ ସ୍ଥାନ ପିଲାମାନେ ପଞ୍ଚମ ସଇଲା ନେକ୍ସଟ ପ୍ରଶ୍ନକୁ ଯିବା କ୍ୟାଲେଣ୍ଡର ଦେଖିକି କହିବ ଏଠି ପ୍ରଶ୍ନ ଦେଇଛି ମକର ସଂକ୍ରାନ୍ତି କେବେ ଆଉ ଜାନୁଆରୀ ସାଧାରଣ ଦିବସ କେବେ ମୁଁ ଦେଖାଇ ଦେଉଛି ଏଠି ପ୍ରଶ୍ନକୁ ଯିବା ଏଠି ପ୍ରଶ୍ନ ଦେଇଛି ମାସର କେଉଁ ତାରିଖରେ ମକର ସଂକ୍ରାନ୍ତି ପାଳିତ ହୁଏ 14 ତାରିଖ ଲେଖିବ ସାଧାରଣତନ୍ତ୍ର 26 ତାରିଖ ପୌଷ ମାସ କେତେଟା ସୋମବାର 4ଟା ହେଲା ସଇଲା ତ ଭିଡ଼ିଓଟା କେମିତି ହେଲା ପିଲାମାନେ ଭିଡ଼ିଓ ଭଲ ଲାଗେ ତ ଗୋଟେ ଲାଇକ୍ କରିଦେବ ପିଲାମାନେ ଆଉ ସେୟାର କରିବା ସାଙ୍ଗମାନଙ୍କ ସହିତ ଆଉ ସବସ୍କ୍ରାଇବ୍ କରିବାକୁ ଭୁଲିବନି ଆଉ ଗୋଟେ କଥା ପିଲାମାନେ ଯଦି ତୁମମାନେ ଟ୍ୟୁସନ୍ ପଢ଼ିବାକୁ ଚାହୁଁଛ କେବଳ 29 ଟଙ୍କା ମାସକୁ ଦେଇ ମୋ ପାଖରେ ଟ୍ୟୁସନ୍ ହେଇପାରିବ 29 ଟଙ୍କା ଦେଇକି ତୁମେ ଜଏନ୍ ହେବ JOIN ପାଖରେ ସବସ୍କ୍ରାଇବ୍ ପାଖରେ ଜଏନ୍ ବଟନ୍ ଅଛି ଜଏନ୍ ହେଇକି ତୁମେ ମୋତେ କମେଣ୍ଟ କରିବ ମୁଁ ପ୍ରତ୍ୟେକ କ୍ଲାସ୍ରେ ପ୍ରଥମ ଶ୍ରେଣୀଠାରୁ 10ମ ଶ୍ରେଣୀ ଭିତରେ ସବୁ ବିଷୟରେ କ୍ଲାସ୍ କରୁଛି ତୁମେ କମେଣ୍ଟ କର ଏବଂ ଭିଡ଼ିଓ ଭଲ ଲାଗେ ଲାଇକ୍ କରିବ ସେୟାର କରିବ ସବସ୍କ୍ରାଇବ୍ କରିବ